ବିଜେଡି ସଦାବେଳେ ଲୋକଙ୍କ ସାଙ୍ଗରେ ଅଛି, ଲୋକଙ୍କର ଦଳ, ଓଡ଼ିଶାର ବଳ। ଆଜି 4.5 କୋଟି ଜନତା ଓଡ଼ିଶାର କେଉଁଭଳି ଭାବେ ନବୀନ ପଟ୍ଟନାୟକ ଖୋଜୁଛନ୍ତି ଆପଣମାନେ ସାମ୍ବାଦିକ ମାନେ ମୋ ଅପେକ୍ଷା ଅଧିକା ଜାଣିଥିବେ। ମୁଁ କହିବା ବାହୁଲ୍ୟ, କିନ୍ତୁ ଏ ଗଣିଆ ପରିପ୍ରେକ୍ଷୀ ଯଦି ଆମେ ଆସିବା, ଆଜି ପର୍ଯ୍ୟନ୍ତ ଗଣିଆ ଲୋକମାନେ ଏଠି ବହୁତ ସୁନ୍ଦର ଭାବେ ବହୁତ କଥା ଭଲ କଥା କହିଲେ, ଆମକୁ ପ୍ରମୋଦ ପୃଷ୍ଟି କହିଲେ। ସେ କଥାଟାକୁ ଆମେ ବି ଅନୁଭବ କଲୁ। ଆମେ କେତେ ସାରା ଭାରତ ବର୍ଷ ରାଜନୀତିର ଇତିହାସରେ ଗୋଟେ ଦଳ ଅଧିକା ଭୋଟ ବା ଅଧିକା ସମର୍ଥନ ପାଇକି ସରକାର ହାସଲ କରିପାରିଲେନି। ଇଏ ହଉଛି ଆମ ଲୋକମାନଙ୍କର ବିଡମ୍ବନା, ଓଡ଼ିଶାର ବିଡମ୍ବନା, ତତ୍ ସହିତ ଗଣିଆର। ତାହେଲେ ଗଣିଆରେ ଆଜି ବିକାଶ ଯାହା ଯୋଉ ଜାଗାରେ ପହଞ୍ଚିଛି ଦଶପଲ୍ଲାରେ, ସେ ବିକାଶରେ ବର୍ତ୍ତମାନ ବାଧା ପ୍ରଶ୍ନ ଆସୁଛି। ଏ ବିକାଶକୁ ସମ୍ପୂର୍ଣ୍ଣ କରିବ କିଏ? ତେଣୁ ଆପଣମାନଙ୍କୁ ମୋର ନିବେଦନ, ଲୋକମାନଙ୍କୁ ମୋର ନିବେଦନ, ଆଗାମୀ ଦିନରେ ଲୋକ ନବୀନ ପଟ୍ଟନାୟକ ଖୋଜୁଛନ୍ତି ଯେ ନବୀନ ବାବୁ ଆମ ନେତା ଶୀଘ୍ର ଆସନ୍ତୁ। ଏଇଟା ଆପଣମାନଙ୍କୁ ମୁଁ ମେସେଜ ଦଉଛି, ସ୍ପଷ୍ଟ ଲେଖନ୍ତୁ, ସ୍ପଷ୍ଟ ଆଲୋଚନା କରନ୍ତୁ। ମୋର କହିବାର କାରଣ 6 ମାସ ହେଲା 8 ମାସ ହେଲା ଗୋଟେ 14 କୋଟି ରାସ୍ତା, ଗୋଟେ ପଞ୍ଚାୟତ ହେଡକ୍ୱାର୍ଟରକୁ ରାସ୍ତା ନାହିଁ ବେଲପଡା। 14 କୋଟିର ଗୋଟେ ଏଷ୍ଟିମେଟ କରାଯାଇଛି ପୂର୍ବତନ ସରକାରଙ୍କ ସମୟରେ। ସେ ଏଷ୍ଟିମେଟକୁ ବର୍ତ୍ତମାନ ଆଡମିନିଷ୍ଟ୍ରେଟିଭ ଆପ୍ରୁଭାଲ ଦଉନାହାନ୍ତି, ଅଧିକା ପଇସା ହେଇଛି ବୋଲି। ଆପଣ ଅନୁଭବ କରୁଥିବେ ସେ ଜିନିଷକୁ। 2 କୋଟି ରାସ୍ତାର ଫଳକ ଏମାନେ ରାସ୍ତା ଉଦ୍ଘାଟନ କଲେ, ସେ ପଇସା ହଉଛି ନବୀନ ପଟ୍ଟନାୟକ ଗଭର୍ଣ୍ଣମେଣ୍ଟର। ମୁଁ ଆପଣଙ୍କୁ କହି ରଖେ, ଏମାନେ କାହା ପାଇଁ ବିଜୁ ଜନତା ଦଳ ସଦାବେଳେ ଲୋକଙ୍କ ସାଙ୍ଗରେ ଅଛି, ଗରିବ ଲୋକଙ୍କ ସାଙ୍ଗରେ ଅଛି, ଓଡ଼ିଶା ବାସୀଙ୍କ ଲୋକଙ୍କ ସାଙ୍ଗରେ ଅଛି। ତତ୍ ସହିତ ଆମେ ଜଣେ ପାଇଛେ ସୁନ୍ଦର ବିଧାୟକ ଦଶପଲ୍ଲାବାସୀ ପାଇଛନ୍ତି, ଦଶପଲ୍ଲାର ରମେଶ ବେହେରା, ସୁନ୍ଦର ଲୋକ, ଲୋକଙ୍କ ସାଙ୍ଗରେ ଅଛନ୍ତି। କିନ୍ତୁ ବିଜେପିର ଯୋଉ ନେତୃତ୍ୱ ଅଛନ୍ତି, ଆପଣମାନେ କେତେ ଦୂର ଲୋକଙ୍କ ସାଙ୍ଗରେ ଅଛନ୍ତି? ଲୋକଙ୍କ 2ଟି ପଞ୍ଚାୟତ ବସିଥିଲେ ଅନଶନରେ, ଏଠି ଛାମୁଣ୍ଡିଆ ଗୋଟେ ପଞ୍ଚାୟତ ବସିଥିଲା ରାସ୍ତା ପାଇଁ। ଦିନେ ସେଠି କିଏ ଆସିଛନ୍ତି? ବିଜେପିର ନେତୃତ୍ୱ କିଏ ଜଣେ ଆସିଥିଲେ ତାଙ୍କ ପାଖକୁ? କେହି ଆସିନଥିଲେ ଆଜ୍ଞା। ଲୋକଙ୍କର ଏଇଟା ବୋଲି ନୁହଁ, ସାରା ଓଡ଼ିଶାରେ ଆପଣମାନେ ଆଜି ଅନୁଭବ କରୁଥିବେ ଓଡ଼ିଶା ଲୋକ କେଉଁଭଳି ଭାବେ ନାରୀ ନିର୍ଯାତନାଠୁ ଆରମ୍ଭ କରି ଛାତ୍ରୀ ଅତ୍ୟାଚାର, ଏସବୁ ଜିନିଷ କେବେ, ଯୋଉଟା କି ସାରା ବିଶ୍ୱ ଦରବାରରେ ପଇଲା। ଜଣେ ଭାରତ ବର୍ଷ ପୃଥିବୀର ମାନେ ମହାନ ଦେଶ ଯୋଉଟା କୁହାଯାଏ, ଅର୍ଥନୈତିକ କ୍ଷେତ୍ରରେ ସାମଗ୍ରିକ ଦେଖରେ ଆମେରିକା ଭଳି ରାଷ୍ଟ୍ରପତି କହିଲେ ଓଡ଼ିଶା ଯାଆନ୍ତୁ ନାହିଁ। ଯୋଉ ଓଡ଼ିଶା ଦିନେ ବିଶ୍ୱ ଦରବାରରେ ବିଦିତ ହୋଇଥିଲା, ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହୋଇଥିଲା ଓଡ଼ିଶା, ଯୋଉଠୁ ନବୀନ ପଟ୍ଟନାୟକ ଲିଡରସିପ, ଆଜି ଓଡ଼ିଶା ଏତେ ତଳକୁ ଯାଇଛି। ଅଳ୍ପ ଦିନ, ବର୍ଷେ ଭିତରେ, 5 ବର୍ଷ ଭିତରେ ଓଡ଼ିଶାକୁ ଲୋକ ଭୁଲିଯିବେ ଏଇ ଯୋଉ ମୁଖ୍ୟମନ୍ତ୍ରୀ ଅଛନ୍ତି ଯେ ଓଡ଼ିଶା ଗୋଟେ ରାଜ୍ୟ ବୋଲି। ଜନତା ଦଳ ଗଣିଆ ବ୍ଲକର ଏକ ସାଂଗଠନିକ ବୈଠକ ବିଜୁ ଜନତା ଦଳର ଆଗଧାଡିର କର୍ମକର୍ତ୍ତା ଶୁଭେଚ୍ଛୁ ସମର୍ଥକ ମାନଙ୍କୁ ନେଇ ଏଠି ଆୟୋଜନ କରାହେଇଥିଲା ଏବଂ ସେହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା କର୍ମକର୍ତ୍ତା ମାନେ ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ କରିବା ପାଇଁ କଣ କଣ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ ଏବଂ ଖୁବ୍ ଶୀଘ୍ର ଯୋଉ ମତାମତ ଆମର ଆସିଛି ସେହି ଅନୁଯାୟୀ ଆଗକୁ ଚୂଡ଼ାନ୍ତ କାର୍ଯ୍ୟକ୍ରମ ମଧ୍ୟ ଆମେ ଚୂଡ଼ାନ୍ତ କରିବୁ ଏବଂ ନିଶ୍ଚିତ ଭାବରେ ସେହି ଅନୁଯାୟୀ ଆଗକୁ ବିଜୁ ଜନତା ଦଳକୁ ଆହୁରି ସଶକ୍ତ କରିବା ପାଇଁ ଯାହା ଦରକାର ନିଶ୍ଚିତ ଭାବରେ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏଥିରେ ମୋର କିଛି କହିବାର ନାହିଁ। ଆପଣଙ୍କ ମାଧ୍ୟମରେ ଗଣିଆବାସୀ ଏବଂ ଅନ୍ୟାନ୍ୟ ଆମର ଯୋଉ 2-3 କୋଟି ବ୍ଲକ ରହିଲା ସମସ୍ତ ଜନସାଧାରଣଙ୍କୁ ମୁଁ ଜଣେଇବାକୁ ଚାହେଁ ଯେ ଜଣେ ଜନପ୍ରତିନିଧି ଭାବରେ ଜନତା ମାନେ ହେଉଛନ୍ତି ସର୍ବେସର୍ବା। ସେମାନଙ୍କର ଆଶୀର୍ବାଦ, ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଦ୍ୱାରା ହିଁ ଜଣକୁ ଲୋକମାନଙ୍କର ସେବା କରିବା ପାଇଁ ସୁଯୋଗ ମିଳିଥାଏ। ତେଣୁ ସେ ସେବାରୁ ଅନ୍ୟ କେହି କାହାକୁ ନିବୃତ୍ତ କରିପାରିବେ ନାହିଁ। ଯୋଉ ପର୍ଯ୍ୟନ୍ତ ଲୋକମାନଙ୍କର ଆଶୀର୍ବାଦ ରହିଛି, ଲୋକମାନେ ନିର୍ବାଚିତ କରିଛନ୍ତି ଏବଂ ସୁଯୋଗ ଦେଇଛନ୍ତି ଲୋକମାନଙ୍କର ସେବା କରିବା ପାଇଁ, ଆମେ ସେଥିରେ ମୁଁ ସବୁବେଳେ ବ୍ରତୀ ଥାଏ ଏବଂ ତାକୁ ମୁଁ ପ୍ରାଥମିକତା ଦେଇ କାର୍ଯ୍ୟ କରୁଥାଏ। ଫଳକରେ ରହିବାକୁ ମୁଁ କେବେ ଚାହେଁ ନାହିଁ। ଲୋକମାନଙ୍କର ହୃଦୟରେ ରହିବା, ଲୋକମାନଙ୍କ ପାଇଁ ଚାହୁଁଥିବା କାର୍ଯ୍ୟ କରିବା, ଇଏ ହଉଛି ମୋର ଆଗରୁ ପ୍ରାଥମିକତା ଥିଲା, ଏବେ ପ୍ରାଥମିକତା ରହିଛି। ଆଉ ଏ ଯୋଉ କଥା ହେଇଛି, ୟାର ଜବାବ ଲୋକମାନେ ହିଁ ଦେବେ। ସାଂଗଠନିକ ଦାୟିତ୍ୱ ଆପଣ ମାନେ କଣ ବୁଝିଛନ୍ତି ମୁଁ ଜାଣିନି, କିନ୍ତୁ ମୁଁ ଜଣେ ଧର୍ମ ପ୍ରଚାରକ ଭଳି ଭାବରେ ଦଳ ପାଇଁ ପ୍ରଚାର କରିବି ଏବଂ ସାଂଗଠନିକ କାମ ଯାହା କହିଲେ ଆପଣ, ସାଂଗଠନିକ କାମରେ ମୁଁ ରହିବି। ସଭାପତି ଦାୟିତ୍ୱରେ ଆମର ପ୍ରିୟ ଭାଇନା ସଦା ଭାଇନା ସେ ଆମର ସଭାପତି ଭାବରେ ଦାୟିତ୍ୱ ନେଇଛନ୍ତି ଏବଂ ଆମେ ବିଗତ ଦିନେ ଦାୟିତ୍ୱ ନେଇଥିଲେ, ଏବେ ମଧ୍ୟ ଆମେ ତାଙ୍କ ସାଙ୍ଗରେ ରହିବୁ। ବିଧାୟକ ଅଛନ୍ତି ଆମ ଗଣରେ। ତେଣୁ ଆମର କୌଣସି ଗଣିଆ ବ୍ଲକରେ ଯୋଉ ସାଧାରଣ କର୍ମୀ ମାନଙ୍କର ଯୋଉ ପ୍ରୋବ୍ଲେମ ହଉଥିଲା, ସେ ପ୍ରୋବ୍ଲେମଟାକୁ ଆମେ ସଲ୍ଭ କରିବା ପାଇଁ ଆମେ 2 ଜଣ ଅଣ୍ଟା ପିଟୁଛୁ। ଆମ ସାଙ୍ଗରେ ବି ମହି ଭାଇ ଅଛନ୍ତି, ଆମର କର୍ମକର୍ତ୍ତା ମାନେ ବି ସବୁ ଅଛନ୍ତି। ଆମେ ଗୋଟେ ଷ୍ଟିୟରିଂ କମିଟି କରୁଛୁ। ନିଶ୍ଚିତ ଭାବରେ ଆଗାମୀ ଦିନରେ ଆପଣ ଦେଖିବେ ଗଣିଆ ବ୍ଲକ କୋଭଳି ଭାବରେ ବିଜୁ ଜନତା ଦଳକୁ ନେଇକି ଚାଲିବ। ଆଗକୁ ପଞ୍ଚାୟତ ନିର୍ବାଚନ ଶୁଣନ୍ତୁ, ମୁଁ ଆପଣଙ୍କୁ କହିଲି ମୁଁ ଗୋଟେ ଧର୍ମ ପ୍ରଚାରକ ଭାବରେ କାମ କରିବି ଦଳ ପାଇଁ। ତେଣୁ କୌଣସି ପଦପଦବୀରେ ମୋର ଲୋଭ ନାହିଁ, କୌଣସି ପଦବୀ ଆଶାରେ ବି ମୋ ବହୁତ ଲୋକ ସନ୍ନ୍ୟାସୀ କଥା କହିଥିଲେ। ତେଣୁ ମୁଁ ସେଇଟାକୁ ବି ଆଉଥରେ ଦୌଡୁଛି। ସନ୍ନ୍ୟାସୀ ମାନେ
ସେମାନେ ତାଙ୍କର ଧର୍ମ ପ୍ରଚାରରେ କାମ କରନ୍ତି, ସେଥିରେ ବିଶ୍ୱାସ କରନ୍ତି ଧର୍ମ ପ୍ରଚାରକୁ। ତେଣୁ ସେଇଭଳି ଭାବରେ କାମ କରିବାରେ କିଛି ଅସୁବିଧା ନାହିଁ। ଆମେ ନିଶ୍ଚିତ ଭାବରେ ପଞ୍ଚାୟତ ଇଲେକ୍ସନରେ ସମସ୍ତଙ୍କ ସହଯୋଗ କରିବୁ, ବିଧାୟକଙ୍କ ସାଙ୍ଗରେ ବି ରହିବୁ।